ସ୍ଥାଣୁ ପାଲଟି ଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟଟନ ବିଭାଗ। କେନ୍ଦ୍ରାପଡ଼ା ସହରରେ ପର୍ଯ୍ୟଟନ ବିଭାଗର କାର୍ଯ୍ୟାଳୟ ସମେତ ମୋଟ 4 ଗୋଟି କୋଠା ରହିଛି, କିନ୍ତୁ ସେଥିମଧ୍ୟରୁ 3 ଗୋଟି କୋଠା ଭୂତ କୋଠି ପାଲଟି ଯାଇଛି। ଯେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସେ ଉଭୟ କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲା ଦାୟିତ୍ୱ ନିର୍ବାହ କରୁଛନ୍ତି। ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟଟନ କାର୍ଯ୍ୟକଳାପ ଏକ ପ୍ରକାର ଠପ୍ ହୋଇଯାଇଛି। ଆଡଭୋକେଟ କେନ୍ଦ୍ରାପଡ଼ା ଜିଲ୍ଲା ଶିଳ୍ପବିହୀନ ଜିଲ୍ଲା, ଏଠି କୃଷି ପ୍ରଧାନ ଜିଲ୍ଲା। କୃଷି ପାଇଁ ପାଣି ନିହାତି ଦରକାର। କେନ୍ଦ୍ରାପଡ଼ାର ଯେଉଁ 2ଟି କେନାଲ ଥିଲା ପ୍ରଚୁର ପାଣି ଆସୁଥିଲା, ବର୍ତ୍ତମାନ ସମ୍ପୂର୍ଣ୍ଣ ପାଣି ପାରାଦୀପକୁ ବିକିଦେଲା ପରେ କେନ୍ଦ୍ରାପଡ଼ାକୁ ପାଣି ଆସୁନି। କେନ୍ଦ୍ରାପଡ଼ାର ବିକାଶ ହୋଇପାରୁନାହିଁ। ଯେତେବେଳେ ଶିଳ୍ପ ନାହିଁ କି କୃଷି ନାହିଁ, ସେତେବେଳେ ଦ୍ୱିତୀୟ ବିକଳ୍ପ ହେଉଛି କେନ୍ଦ୍ରାପଡ଼ାର ପର୍ଯ୍ୟଟନ। ଏଠି ସମୁଦ୍ର କୂଳ, ବେଳାଭୂମି, ଆପଣଙ୍କର ଯେତେ ବେଳାଭୂମି ଆଉ ଭିତରକନିକା, ଏ ହେଉଛି ପର୍ଯ୍ୟଟନ ପାଇଁ ବେଶ ଜାଗା। କିନ୍ତୁ କେନ୍ଦ୍ରାପଡ଼ାରେ ଯେଉଁ ପର୍ଯ୍ୟଟନର ଅଧିକାରୀ ଜଣକ ଅଛନ୍ତି, ସେ ଆଜ୍ଞା 4ଟା ଜିଲ୍ଲାର ଦାୟିତ୍ୱ ରହିବେ। ସେ ଆଜ୍ଞା କେନ୍ଦ୍ରାପଡ଼ା ଜିଲ୍ଲାକୁ କେବେ ଆସନ୍ତି ନାହିଁ। କେନ୍ଦ୍ରାପଡ଼ାର ପର୍ଯ୍ୟଟନ ଅଧିକାରୀଙ୍କ ଅଫିସ୍ କହିଲେ ଗୋଟେ ଭୂତ କୋଠି ସାଙ୍ଗରେ ସମାନ ହେଲାଣି। ସେଠି କେହି କୌଣସି ଅଫିସରେ ନାହାନ୍ତି, କେହି ଲୋକ ରହନ୍ତି ନାହିଁ, ଯେଉଁଥିରେ ପର୍ଯ୍ୟଟନ ପାଇଁ ଜଣେ ଲୋକ ଆସିଲେ କିଛି ସୁବିଧା ସୁଯୋଗ କେଉଁଠି କ'ଣ ଅଛି ସେ କଥା ସେ ଜାଣିପାରିବ ନାହିଁ। ତେଣୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଯେତେବେଳେ ସରକାର ବଦଳିଲା, ସମସ୍ତେ କହିଲେ ଏ ସରକାର ବୋଧେ ପର୍ଯ୍ୟଟନ ଶିଳ୍ପଟାକୁ ପ୍ରାଧାନ୍ୟ ଦେବ, କାରଣ ବର୍ତ୍ତମାନ ସରକାର ବର୍ଷେ ମାନେ ବସିଲାଣି, ବର୍ଷେ ହୋଇଯିବ, କିନ୍ତୁ ପର୍ଯ୍ୟଟନର ଅବସ୍ଥା ନାହିଁ, ଶୂন্য। ଏଠି ବର୍ତ୍ତମାନ ଆପଣ ଖୋଜନ୍ତୁ, ପର୍ଯ୍ୟଟକମାନଙ୍କର ଆଗମନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଯେଉଁ ପର୍ଯ୍ୟଟନ ଅଧିକାରୀଙ୍କ ଅଫିସ୍ ଅଛି, ସେ ଅଫିସରେ ଯେଉଁ ପିଅନ ଜଣକ ଅଛନ୍ତି, ସିଏ ଆଜ୍ଞା ପାରାଲିସିସ୍, ସିଏ କେବେ ଆସନ୍ତି ନାହିଁ। ତାଙ୍କ ଦାୟିତ୍ୱରେ ଆଜ୍ଞା ଅଫିସ୍ ଛାଡ଼ି ଦେଇଛନ୍ତି ଅଫିସରମାନେ। ତେଣୁ ମୋର କହିବାର କଥା ହେଉଛି, ପର୍ଯ୍ୟଟନ ଯେଉଁ ଶିଳ୍ପଟାକୁ ହତାଦର କରିବା, ଏତଦ୍ୱାରା କେନ୍ଦ୍ରାପଡ଼ାର ବିକାଶ ହୋଇପାରିବ ନାହିଁ। କେନ୍ଦ୍ରାପଡ଼ାର ଲୋକଙ୍କ ପାଖକୁ ପଇସା ଆସିବ ନାହିଁ। କାରଣ ପର୍ଯ୍ୟଟନ ପାଇଁ ଲୋକ ଆସିଲେ କିଏ ଡଙ୍ଗାରେ ନେଲେ ପଇସା ପାଇବ, କିଏ ରିକ୍ସାରେ ନେଲେ ପଇସା ପାଇବ, କିଏ ଟଲିରେ ନେଲେ ପଇସା ପାଇବ, କିଏ କାରରେ ବାହିଲେ ପଇସା ନେବ, ହୁକିଟୋଲା ଗଲେ ଡଙ୍ଗାରେ ଯିବ ପଇସା ପାଇବ। ଏସବୁ ବ୍ୟବସ୍ଥା ଯେଉଁ ଅଛି, ଆପଣଙ୍କର ପର୍ଯ୍ୟଟନ ସ୍ଥଳୀ ଯେତେବେଳେ ପର୍ଯ୍ୟଟନ ଅଫିସ୍ ନାକାମ ହୋଇଯାଇଛି, ସେତେବେଳେ ଆପଣ ଦେଖିବେ କେନ୍ଦ୍ରାପଡ଼ାର ବିକାଶ କିଛି ହୋଇପାରୁନାହିଁ। କେନ୍ଦ୍ରାପଡ଼ାର କୌଣସି ସେକ୍ଟର ଲୋକଙ୍କ ପାଖକୁ ପଇସା ଦେବାର ବ୍ୟବସ୍ଥା ନାହିଁ। କେନ୍ଦ୍ରାପଡ଼ା ଜିଲ୍ଲାରେ ପର୍ଯ୍ୟଟନ ରହିଛି ଭରପୁର ସୁଯୋଗ, କିନ୍ତୁ ସ୍ଥାଣୁ ପାଲଟି ଯାଇଛି ଜିଲ୍ଲା ପର୍ଯ୍ୟଟନ ବିଭାଗ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଉଭୟ କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲା କଥା ବୁଝୁଛନ୍ତି, ତେଣୁ କେନ୍ଦ୍ରାପଡ଼ାରେ ତାଙ୍କ ଉପସ୍ଥିତି ନଗଣ୍ୟ। ଏଭଳି ସ୍ଥିତିରେ କେନ୍ଦ୍ରାପଡ଼ା ସହରର ଗୋପଠାରେ ଥିବା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ କଥା ବୁଝୁଛନ୍ତି ଜଣେ 4ର୍ଥ ଶ୍ରେଣୀ କର୍ମଚାରୀ। ବିଭିନ୍ନ ସମୟରେ ଅଫିସ୍ ଫାଙ୍କା ପଡ଼ୁଛି। ପର୍ଯ୍ୟଟନ କାର୍ଯ୍ୟାଳୟରେ ଗହଳ ଚହଳ ନଥିବାରୁ ଏବେ ସେଠାରେ ଅନ୍ୟ କିଛି ବିଭାଗର କାର୍ଯ୍ୟାଳୟ ମଧ୍ୟ ଖୋଲି ଦିଆଗଲାଣି। ଫଳରେ ପର୍ଯ୍ୟଟନ କାର୍ଯ୍ୟାଳୟ ତାର ଅସ୍ତିତ୍ୱ ହରାଇବାକୁ ବସିଲାଣି। ଇନ୍ଦ୍ର ଜେନା, ଭୀମ ଆର୍ମି ଜିଲ୍ଲା ସଭାପତି କେନ୍ଦ୍ରାପଡ଼ା। ଗୋଟିଏ କଥା ଆଜ୍ଞା କହିବି, କେନ୍ଦ୍ରାପଡ଼ା ଜିଲ୍ଲା ନାଁ ବହୁତ ବଡ଼, କିନ୍ତୁ ସଦାବେଳେ ପାଇଁ କାର୍ଯ୍ୟରେ ବହୁ ପଛରେ ରହିଯାଉଛି। ଏ ବଡ଼ ଦୁର୍ଭାଗ୍ୟର କଥା। ଯେଉଁଭଳି ଭାବରେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ଉପମୁଖ୍ୟମନ୍ତ୍ରୀ ନିଜେ ସେ ବିଭାଗର ଦାୟିତ୍ୱରେ ଅଛନ୍ତି, ଆମର ପ୍ରଭାତୀ ଅପା ନିଜେ ସେ ଦାୟିତ୍ୱରେ ଅଛନ୍ତି। ସେ ସଦାବେଳେ ପାଇଁ ଚାହୁଁଛନ୍ତି ଯେ ପର୍ଯ୍ୟଟନ କ୍ଷେତ୍ରରେ ପ୍ରତ୍ୟେକ ଜିଲ୍ଲା ଆଗକୁ ବଢ଼ୁ। କିନ୍ତୁ ଦୁର୍ଭାଗ୍ୟର କଥା, ଆମ କେନ୍ଦ୍ରାପଡ଼ାରେ ଯେଉଁ ପର୍ଯ୍ୟଟନ ଅଫିସ୍ ଅଛି, ଦେଖିବେ ସେଠି ଜଣେ ମାତ୍ର ଚୌକିଦାର ଜଗିକି ବସିଥିବ, ଆଉ କେହି ନଥିବେ। ପର୍ଯ୍ୟଟନ ଅଫିସରକୁ ଆଜି ପର୍ଯ୍ୟନ୍ତ ଏ ଜିଲ୍ଲାରେ ଚିହ୍ନିବା ଲୋକମାନଙ୍କର କଷ୍ଟକର ହୋଇଯାଇଛି। ଅନେକ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି ହେବାର ଅଛି, ଅନେକ ପର୍ଯ୍ୟଟନ କ୍ଷେତ୍ର ଅଛି ଯାହାର ଉନ୍ନତିକରଣ ହୋଇପାରୁନି, ଯାହାଦ୍ୱାରା କି ସାଧାରଣ ଲୋକ ସେ ଜାଗାକୁ ଯିବା ଚାହୁଁନାହାନ୍ତି। ଯେତେବେଳେ ପର୍ଯ୍ୟଟନ କ୍ଷେତ୍ରରେ ଭାରତ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ସେ ଜାଗାରେ କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ବର୍ତ୍ତମାନ ସବୁଠାରୁ ପଛକୁ ପଡ଼ିଯାଇଛି। ଆଜି 28 ନମ୍ବର ସିରିଏଲରେ ରହିଛି ପର୍ଯ୍ୟଟନ ସେକ୍ଟର ଡିଷ୍ଟ୍ରିକ୍ଟ ଅଫ୍ କେନ୍ଦ୍ରାପଡ଼ା। ଏହାଠାରୁ ଲଜ୍ଜାଜନକ କଥା ଏବଂ ଦୁର୍ଭାଗ୍ୟର କଥା କିଛି ନ ହୋଇପାରେ। କିନ୍ତୁ ଆମର ଯେ ପର୍ଯ୍ୟଟନ ଅଫିସର ଅଛନ୍ତି କେନ୍ଦ୍ରାପଡ଼ାରେ, ସେ ଆମେ ଶୁଣିବା ପାଇଁ ପାଉଛୁ ସେ 3-4ଟା ଜିଲ୍ଲା ଦାୟିତ୍ୱରେ ଅଛନ୍ତି। ତେଣୁକରି ସେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅନଉନାହାନ୍ତି। ସେଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଆଜି ସମ୍ପୂର୍ଣ୍ଣ ଭାବରେ ପଛରେ ପଡ଼ିଯାଇଛି ପର୍ଯ୍ୟଟନ କ୍ଷେତ୍ରରେ। ମୁଁ ନିବେଦନ କରିବି ଜିଲ୍ଲାପାଳଙ୍କୁ ଏବଂ ଆମର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଅପାଙ୍କୁ ନିବେଦନ କରିବି, ସେ କେନ୍ଦ୍ରାପଡ଼ା ଜିଲ୍ଲାକୁ ସ୍ପେଶାଲ ଭାବରେ ନଜରକୁ ନେଇକିନା ପର୍ଯ୍ୟଟନ କ୍ଷେତ୍ରରେ କେଉଁଭଳି ଭାବରେ ଡେଭଲପ୍ ହୋଇପାରିବ ତା ପାଇଁ ଏକ ପ୍ରି ପ୍ଲାନ୍ କରନ୍ତୁ ଏବଂ ସେଇଭଳି ନିର୍ଦ୍ଦେଶ ଦିଅନ୍ତୁ ପର୍ଯ୍ୟଟନ ଅଫିସରକୁ ଏବଂ ଜିଲ୍ଲାପାଳ ମହୋଦୟଙ୍କୁ ଯଥାଶୀଘ୍ର ପର୍ଯ୍ୟଟନ ସେକ୍ଟରରେ ଆମ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଗକୁ ବଢ଼ାଇବା ପାଇଁ ନିଜେ ପ୍ରୟାସ କରିକି କାର୍ଯ୍ୟକୁ ଆଗକୁ ନିଅନ୍ତୁ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଯେଉଁ ଯେଉଁ ଜାଗାରେ ଅନେକ କାର୍ଯ୍ୟ ବାକି ରହିଛି ତାକୁ ପୂରା କରାଯାଉ ଏବଂ ସାଧାରଣ ଲୋକଙ୍କର ଯେଉଁଭଳି ଭାବରେ ସେଠି ମନ
भरिला भली पर्यटन बा बुली पारिबे सब किछि दर्शन करि पारिबे भगवान दर्शन करि पारिबे सेहि भली कार्य करा जाऊ। पूर्व लक्षाधिक टंका व्ययरी केन्द्रापड़ा सहर उपकंठ श्यामसुंदरपुर निर्माण होइतिबा जिला पर्यटन कार्यालय जड़े चतुर्थ श्रेणी कर्मचारी जगी रही रक्षणाबेक्षण अभाव यह व्ययबहुल कोठा भूत कोठी पलटि जिले में भितरकनिका जातीय उद्यान पेंठ बेलाभूमि बत्ती घर हुकीटोला प्रभु श्री बलदेवजू मंदिर सखीबट परी प्रसिद्ध पर्यटन क्षेत्र रही बेले पर्यटन विभाग निष्क्रियता जो यह लोकलोचन को आसी पारुना किंतु एप्रति प्रशासन नजर नहीं। केन्द्रापड़ारू अलेख नायक रिपोर्ट दिनलिपि लाइव। दिनलिपि लाइव को एबे ही लाइक शेयर सब्सक्राइब करंतु।